ସାଙ୍ଗମାନେ ମୁଁ ଆଜି ସିମେଇ ଉପମା କରିଥିଲି। ପୁଅ କହିଲା ମାମା ଟିକେ ଚାଉମିନ ବନେଇ ଦେଉନୁ। ମୁଁ କହିଲି ଜମା ନାହିଁ, ଚାଉମିନ କାଲି ରାତିରେ ବା ତୁ ନିଜେ ମ୍ୟାଗି କରି ଖାଇଥିଲୁ, ମୁଁ ପୁଣି ଚାଉମିନ ଆଜି କରିବି? ଆଜି ସ୍କୁଲ ତ ଦିଦି ନେଇକି ଯିବନି, ଚାଉମିନ ତୁ ଏକଲା ନେଇକି ଯିବୁ ନା? କାହିଁ ଦିଦି ନେବନି? ମୁଁ କହିଲି ନାଇଁ, ତା ସ୍କୁଲରେ ମନା କରିଛନ୍ତି, ଚାଉମିନ ମ୍ୟାଗି କିଛି ନାହିଁ। ତୋ ସ୍କୁଲରେ ବା ମେସେଜ ଦେଇଛନ୍ତି ନା, ମୋ ଦେ, ମୁଁ କିନ୍ତୁ ଖାଇବି। ମୁଁ କହିଲି ଜମା ନାହିଁ, ମୁଁ ସିମେଇ ଉପମା କରିଦେବି, ସିମେଇ ଉପମା ନେଇକିନା ଯିବୁ। ତାପରେ କହିଲା ଭଲ ଲାଗିବ? ମୁଁ କହିଲି ହଁ ଭଲ ଲାଗିବ। ଯେମିତି ସିମେଇ ସୁଜି ଉପମା ହୁଏ ମୁଁ ସେମିତି ସିମେଇ ଉପମା କରିଦେଲି। ତାପରେ କହିଲା ମୁଁ ନେଇକି ଯିବି, ଯଦି ଭଲ ନ ଲାଗିଲେ ଫେରେଇକି ଆଣିବି। ମାନେ ନେଇକି ଯା, ଦେଖିବୁ ଖାଇସାରିଲା ପରେ ପୁଣି ରାତିରେ ଆସିକି କହିବୁ ମୋତେ ଟିକେ ଆଉ ଟିକେ ଦେ, ସନ୍ଧ୍ୟାବେଳେ ରଖିଛୁ। ସେଇ ତାର ନେଇକିନା ଗଲା। ମୁଁ କହିଲି ପୁଣି ଆଜି ତ ଯାହା ବି ହେଲେ କ'ଣ ଆସିବ ଆଇଁଷ। ଗଲି ନେଇକିନା ଆସିଲି। ଯେହେତୁ ପୋହଳା ମାଛ ଭଲ ଥିଲା, ନେଇକିନା ଆସିଲା ପରେ ତାକୁ ସୋରିଷ ମସଲା ଦେଇ ତରକାରୀ କଲୁ, ଖାଇଲୁ। ଖାଇସାରିଲା ପରେ ସନ୍ଧ୍ୟାବେଳେ ପୁଅ କହିଲା ମାମା ଅଛି, ଦେଲୁ, ପୁଣି ଖାଇଲା। ମୁଁ କହିଲି ଭଲ ଲାଗିଲା ତ। ତାପରେ ଇଏ ଆଇଲା ବେଳୁ ବାଟରୁ ସବୁ ପରିବା ନେଇକି ଆସିଥିଲେ ଗାଁରୁ। ତାପରେ ଦୁଇ ଜଣ କଥା ହେଲେ, କଫି ଆମେ ପରି ପିଇବା। ଝିଅ କଲା, 2 ଜଣ ଯାକ ପିଇଲେ। ରାତିରେ ତା ଅଜା ସବୁ ପଠେଇଥିଲେ। ଆମ ପଡ଼ୋଶୀ ଘର ମଉସା ଦେଇଥିଲେ ବୁଟ ଡାଲି ତରକାରୀ, ମାଛ ମୁଣ୍ଡ। ଖାଇକି ଆମେ